ପିଲାମାନେ ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ପ୍ରଥମ ଶ୍ରେଣୀ ଆମ ପରିବେଶ ବହିର ପାଠ 8 ଆମ ପର୍ବପର୍ବାଣୀ ବିଷୟରେ ଆଲୋଚନା କରିବା। ପିଲାମାନେ ଆମର ଏହି ଭିଡ଼ିଓଟିକୁ ଆରମ୍ଭରୁ ଶେଷ ଯାଏ ଦେଖ ଏବଂ ପ୍ରଥମେ ସବସ୍କ୍ରାଇବ୍ କର, ଲାଇକ୍ କର। ଚାଲ ପିଲାମାନେ ଏହି ପାଠଟିକୁ ଆଲୋଚନା କରିବା। ପିଲାମାନେ ଆମ ପର୍ବପର୍ବାଣୀ ଆମେମାନେ ପ୍ରତିଦିନ ଘରେ ଓ ବିଦ୍ୟାଳୟରେ ବିଭିନ୍ନ ପୂଜା ପ୍ରାର୍ଥନା କରିଥାଉ। ପିଲାମାନେ ଦେଖ, ଆମର ଘରେ ପୂଜା ହେଉଛି, ପ୍ରତିଦିନ ପ୍ରାର୍ଥନା କରାଯାଏ। ଏହାଦ୍ୱାରା ମନରେ ଶାନ୍ତି ଓ ଆନନ୍ଦ ମିଳେ। ପ୍ରାର୍ଥନା ଦ୍ୱାରା, ପୂଜା ଦ୍ୱାରା ଆମ ମନରେ ଶାନ୍ତି ଆଉ ପବିତ୍ରତା ଆସିଥାଏ। ବେଳେବେଳେ ଆମେ ପୂଜା ପାଇଁ ମନ୍ଦିରକୁ ଯାଇଥାଉ। ଆମ ଦେଶର ବହୁ ଧର୍ମର ଲୋକ ବାସ କରନ୍ତି, ଫଳରେ ସେମାନଙ୍କର ପର୍ବପର୍ବାଣୀ, ଉପାସନା ପଦ୍ଧତି, ଉପାସନା ପୀଠ ଭିନ୍ନ ଭିନ୍ନ ହୋଇଥାଏ। କିନ୍ତୁ ପ୍ରତ୍ୟେକ ଧର୍ମର ଲୋକ ବନ୍ଧୁବାନ୍ଧବ, ସାଙ୍ଗସାଥି ମେଳରେ ନିଜ ନିଜ ପର୍ବକୁ ଖୁବ୍ ଧୁମଧାମରେ ପାଳନ କରନ୍ତି। ହିନ୍ଦୁମାନେ ଉପାସନା ପାଇଁ ମନ୍ଦିର, ମଠ ଆଦି ସ୍ଥାନକୁ ଯାଇଥାନ୍ତି। ଶ୍ରୀମଦ୍ ଭାଗବତ ଗୀତା ହିନ୍ଦୁମାନଙ୍କର ଏକ ପବିତ୍ର ଧର୍ମଗ୍ରନ୍ଥ। ପିଲାମାନେ ଆମେ ଦେଖିଛେ ଆମ ଗାଁରେ ବିଭିନ୍ନ ସ୍ଥାନକୁ ପୂଜା କରିବା ପାଇଁ ଯାଆନ୍ତି। ବିଭିନ୍ନ ସ୍ଥାନକୁ ମାନେ ମନ୍ଦିରକୁ ପୂଜା କରିବା ପାଇଁ ଯାଆନ୍ତି। ମୁଖ୍ୟତଃ ହିନ୍ଦୁମାନେ ଉପାସନା ପାଇଁ ମନ୍ଦିର ଆଉ ମଠକୁ ଯାଆନ୍ତି। ଶ୍ରୀମଦ୍ ଭାଗବତ ଗୀତା ହେଉଛି ଆମର ହିନ୍ଦୁମାନଙ୍କର ଏକ ପବିତ୍ର ଧର୍ମଗ୍ରନ୍ଥ। ହିନ୍ଦୁମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ହେଉଛି ଶ୍ରୀମଦ୍ ଭାଗବତ ଗୀତା। ବୁଝିଲ ପିଲାମାନେ? ତେଣୁ ଆମ ଦେଶରେ ବହୁ ଧର୍ମର ଲୋକ ବାସ କରନ୍ତି। ତେଣୁ ହିନ୍ଦୁମାନେ ମନ୍ଦିରକୁ ପୂଜା ପାଇଁ ଯାଆନ୍ତି। ଆମେ ପୂଜା କାହିଁକି କରୁ? ନା ମନକୁ ଶାନ୍ତି, ଆନନ୍ଦ ଆଣିବା ପାଇଁ ଏବଂ ମନରୁ ଦୁଃଖ କଷ୍ଟ ଦୂର କରି ଠାକୁରଙ୍କୁ ପ୍ରଣାମ କରି ଆମର ଦୁଃଖକୁ ଜଣାଇବା ପାଇଁ ଆମେ ମନ୍ଦିରକୁ ଯାଉ। ଜାଣିଛ ପିଲାମାନେ? ହିନ୍ଦୁମାନଙ୍କର ପର୍ବପର୍ବାଣୀ ମଧ୍ୟରେ ରଥଯାତ୍ରା, ଦଶହରା, ରଜ, ହୋଲି, ଦୀପାବଳି, ନୂଆଖାଇ, ପୌଷ ପୂର୍ଣ୍ଣିମା, ମାଣବସା ଗୁରୁବାର ଆଦିକୁ ଖୁବ୍ ଆଡ଼ମ୍ବରରେ ପାଳନ କରନ୍ତି। ମୁସଲମାନମାନେ ଉପାସନା ପାଇଁ, ପୂଜା ପାଇଁ ମସଜିଦକୁ ଯାଆନ୍ତି। ଠିକ୍ ସେହିଭଳି ଆମେ ଯେମିତି ମନ୍ଦିରକୁ ଯାଉଛୁ ପୂଜା କରିବା ପାଇଁ, ମୁସଲମାନମାନେ ପୂଜା କରିବା ପାଇଁ ମସଜିଦକୁ ଯାଆନ୍ତି। କୋରାନ ସେମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ଅଟେ। କୋରାନ ସେମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ଅଟେ। ମୁସଲମାନମାନେ ପର୍ବପର୍ବାଣୀ ମଧ୍ୟରେ ଇଦ୍, ମହମ୍ମଦ ଜୟନ୍ତୀ, ରମଜାନ ଆଦିକୁ ଖୁବ୍ ଆନନ୍ଦରେ ପାଳନ କରନ୍ତି। ମୁସଲମାନମାନେ ପୂଜା କରିବା ପାଇଁ ମସଜିଦକୁ ଯାଆନ୍ତି ଏବଂ କୋରାନ ତାଙ୍କର ପବିତ୍ର ଧର୍ମଗ୍ରନ୍ଥ। ତାପରେ ପିଲାମାନେ ଦେଖ, ଖ୍ରୀଷ୍ଟିଆନମାନେ ଉପାସନା ପାଇଁ ଗିର୍ଜା ଆଉ ଚର୍ଚ୍ଚକୁ ଯାଆନ୍ତି। ଖ୍ରୀଷ୍ଟିଆନମାନେ ପୂଜା ପାଇଁ ଚର୍ଚ୍ଚକୁ ଯାଆନ୍ତି। ବାଇବେଲ ସେମାନଙ୍କର ପବିତ୍ର ଗ୍ରନ୍ଥ। ଖ୍ରୀଷ୍ଟିଆନମାନଙ୍କର ପବିତ୍ର ଗ୍ରନ୍ଥ ହେଉଛି ବାଇବେଲ। ଖ୍ରୀଷ୍ଟିଆନମାନେ ବଡ଼ଦିନ ଓ ଗୁଡ୍ ଫ୍ରାଇଡେ ପର୍ବକୁ ଖୁବ୍ ଖୁସିରେ ପାଳନ କରନ୍ତି। ଖ୍ରୀଷ୍ଟିଆନମାନେ ବଡ଼ଦିନ ଓ ଗୁଡ୍ ଫ୍ରାଇଡେ ପର୍ବକୁ ବଡ଼ ଖୁସିରେ ପାଳନ କରନ୍ତି। ଶିଖମାନେ ଉପାସନା ପାଇଁ ଗୁରୁଦ୍ୱାରକୁ ଯାଆନ୍ତି। ଠିକ୍ ସେହିଭଳି ଶିଖମାନେ ପୂଜା ପାଇଁ ତାଙ୍କର ଗୁରୁଦ୍ୱାରକୁ ଯାଆନ୍ତି। ଗ୍ରନ୍ଥ ସାହେବ ବା ଆଦି ଗ୍ରନ୍ଥ ସେମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ଅଟେ। ଗୁରୁ ନାନକ ଜୟନ୍ତୀକୁ ଶିଖମାନେ ବଡ଼ ଧୁମଧାମରେ ପାଳନ କରନ୍ତି। ଶିଖମାନେ ଗୁରୁ ନାନକଙ୍କ ଜୟନ୍ତୀକୁ ଧୁମଧାମରେ ପାଳନ କରନ୍ତି। ଆମ ମଧ୍ୟରେ ବିଭିନ୍ନ ଧର୍ମାବଲମ୍ବୀ ଲୋକେ ରହୁଥିଲେ ମଧ୍ୟ ସମସ୍ତଙ୍କର ଈଶ୍ୱର ଏକ ଓ ଅଭିନ୍ନ। ଅହିଂସା ସବୁ ଧର୍ମର ମୂଳ ମନ୍ତ୍ର ଅଟେ। ତାପରେ ପିଲାମାନେ ଆମେ ପଢ଼ିବା ଜାତୀୟ ପର୍ବ।
କେତେକ ପର୍ବକୁ ଆମ ଦେଶର ସମସ୍ତ ଧର୍ମ ଭାଷାଭାଷୀର ଲୋକ ମିଳିମିଶି ପାଳନ କରନ୍ତି। ଏହାକୁ ଜାତୀୟ ପର୍ବ କୁହାଯାଏ। ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଗାନ୍ଧୀ ଜୟନ୍ତୀ ଆମର ଜାତୀୟ ପର୍ବ ଅଟେ। ଯେଉଁ ପର୍ବକୁ ସମସ୍ତ ଧର୍ମର ଲୋକମାନେ ବହୁ ଭାଷାଭାଷୀ ଲୋକଙ୍କ ଏହି ପର୍ବକୁ ପାଳନ କରନ୍ତି ତାହାକୁ ଜାତୀୟ ପର୍ବ କୁହାଯାଏ। ଜାତୀୟ ପର୍ବ ହେଉଛି ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଗାନ୍ଧୀ ଜୟନ୍ତୀ ଏଗୁଡ଼ିକ ଜାତୀୟ ପର୍ବ ବୋଲି କୁହାଯାଏ। ତାପରେ ପିଲାମାନେ ଦେଖ, ଏହି ଦିନ ଆମେ ଜାତୀୟ ସଙ୍ଗୀତ ଗାନ କରୁ। ମାନେ କେଉଁଟାରେ? ଜାତୀୟ ପର୍ବରେ ଆମେ ଜାତୀୟ ସଙ୍ଗୀତ ଗାନ କରୁ, ଜାତୀୟ ପତାକା ଉଡ଼ାଉ। ଆମ ଦେଶର ଜାତୀୟ ପତାକା ହେଉଛି ତିରଙ୍ଗା ପତାକା। 3ଟି ରଙ୍ଗ ଅଛି। ଏହା ସାରା ଦେଶରେ ଏହି ଜାତୀୟ ପର୍ବକୁ ପାଳନ କରନ୍ତି। ଦେଖ ପିଲାମାନେ, ଅଗଷ୍ଟ 15 ତାରିଖ ସ୍ୱାଧୀନତା ଦିବସ, ସାରା ଦେଶରେ ଏହାକୁ ପାଳନ କରନ୍ତି। ଜାନୁଆରୀ 26 ସାଧାରଣତନ୍ତ୍ର ଦିବସ, ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ। ଜାତୀୟ ସଙ୍ଗୀତ ହେଉଛି ଜନଗଣ ମନ ଅଧିନାୟକ। ଆମର ଜାତୀୟ ଚିହ୍ନ ହେଉଛି ଅଶୋକ ଚିହ୍ନ, ଅଶୋକ ସ୍ତମ୍ଭ। ଆମ ଜାତୀୟ ଚିହ୍ନ ଅଶୋକ ସ୍ତମ୍ଭ। ପିଲାମାନେ ଏସବୁ ଆମେ ଜାଣିଲେ ବର୍ତ୍ତମାନ ଆମେ ଏହି ପାଠର ଅଭ୍ୟାସକୁ ଆମେ ଲେଖିବା, ଅଭ୍ୟାସକୁ ଆଲୋଚନା କରିବା, ନିଜ ଖାତାରେ ଏହାକୁ ଲେଖିବା। ଦେଖ ପିଲାମାନେ, ପ୍ରଥମ ପ୍ରଶ୍ନ, ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। ହିନ୍ଦୁମାନେ ଡ୍ୟାସ୍କୁ ପୂଜା କରିବା ପାଇଁ ଯାଆନ୍ତି। ପିଲାମାନେ କ'ଣ ହେବ ଏହାର ଉତ୍ତର? ଏହାର ଉତ୍ତର ହେବ ହିନ୍ଦୁମାନେ ମନ୍ଦିରକୁ ପୂଜା କରିବାକୁ ଯାଆନ୍ତି। ହିନ୍ଦୁମାନେ କେଉଁଠି ଯାଆନ୍ତି? ମନ୍ଦିରକୁ। ଆମେ ଶୂନ୍ୟସ୍ଥାନରେ ଲେଖିବା, ବନ୍ଧନରେ ଲେଖିବା ମନ୍ଦିର। ତାପରେ ଖ ନମ୍ବର ପ୍ରଶ୍ନ, ରମଜାନ ପର୍ବ ଡ୍ୟାସ୍ ମାନେ ପାଳନ କରନ୍ତି। ରମଜାନ ପର୍ବ ଡ୍ୟାସ୍ ମାନେ ପାଳନ କରନ୍ତି। ଉତ୍ତର ହେବ ମୁସଲମାନ। ରମଜାନ ପର୍ବକୁ ମୁସଲମାନ ମାନେ ପାଳନ କରନ୍ତି। ଏଠି ଆମେ ଲେଖିବା ମୁସଲମାନ। ତାପରେ ଗ ନମ୍ବର ପ୍ରଶ୍ନ, ଖ୍ରୀଷ୍ଟିଆନ ମାନଙ୍କର ଡ୍ୟାସ୍ ପବିତ୍ର ଧର୍ମଗ୍ରନ୍ଥ। ଖ୍ରୀଷ୍ଟିଆନ ମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ହେଉଛି ବାଇବେଲ। ଆମେ ଶୂନ୍ୟସ୍ଥାନରେ ଲେଖିବା ବାଇବେଲ। ତାପରେ ଘ ନମ୍ବର ପ୍ରଶ୍ନ, ଅକ୍ଟୋବର 2 ତାରିଖକୁ ଡ୍ୟାସ୍ ଭାବେ ପାଳନ କରାଯାଏ। ଅକ୍ଟୋବର 2କୁ ଡ୍ୟାସ୍ ଭାବେ ପାଳନ କରାଯାଏ। ଏଠି ଆମେ ଉତ୍ତର ଲେଖିବା ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ। ଆମେ ଏହି ଶୂନ୍ୟସ୍ଥାନରେ ଲେଖିବା ଗାନ୍ଧୀ ଜୟନ୍ତୀ। ତାପରେ ଦେଖ ପିଲାମାନେ, 2 ନମ୍ବର ପ୍ରଶ୍ନ। 2 ନମ୍ବର ପ୍ରଶ୍ନ କ'ଣ ଅଛି ଆମେ ଆଲୋଚନା କରିବା। ଠିକ୍ ବାକ୍ୟ ପାଖରେ ଠିକ୍ ଚିହ୍ନ ଦେବ, ଭୁଲ ବାକ୍ୟ ପାଖରେ ଭୁଲ ଚିହ୍ନ ଦିଅ। ଏଠି ଆମେ ଦେଖିବା କ, ଭଗବତ ଗୀତା ହିନ୍ଦୁମାନଙ୍କର ଏକ ପବିତ୍ର ଧର୍ମଗ୍ରନ୍ଥ ଅଟେ। ଯଦି ଠିକ୍ ଆମେ ଠିକ୍ ଚିହ୍ନ ଦେବା, ଯଦି ଭୁଲ ସେଠି ଆମେ ଛକି ଚିହ୍ନ ଦେବା। ଭଗବତ ଗୀତା ହିନ୍ଦୁମାନଙ୍କର ଏକ ପବିତ୍ର ଧର୍ମଗ୍ରନ୍ଥ ଅଟେ। ଏହାର ଉତ୍ତର ଠିକ୍ ଅଟେ, ତେଣୁ ଆମେ ଠିକ୍ ଚିହ୍ନ ଦେବା। ତାପରେ ବଡ଼ଦିନ ପର୍ବକୁ ମୁସଲମାନ ମାନେ ଧୁମଧାମରେ ପାଳନ କରନ୍ତି। ଏହାର ଉତ୍ତର ଭୁଲ, ତେଣୁ ଆମେ ଭୁଲ ଇଣ୍ଟୁ ଚିହ୍ନ ଦେବା, ଛକି ଚିହ୍ନ ଦେବା। ଗ ନମ୍ବର ପ୍ରଶ୍ନ, ଜାନୁଆରୀ 26କୁ ସ୍ୱାଧୀନତା ଦିବସ ରୂପେ ପାଳନ କରାଯାଏ। ଲେଖା ହେଇଛି ପାଳନ କରୁ, ତେଣୁ ଏହା ମଧ୍ୟ ଭୁଲ। ତାପରେ ଦେଖ ଘ ନମ୍ବର ପ୍ରଶ୍ନ, ରଥଯାତ୍ରା ହିନ୍ଦୁମାନଙ୍କର ଏକ ପର୍ବ ଅଟେ। ଏଇଟା ଠିକ୍, ତେଣୁ ଆମେ ଠିକ୍ ଚିହ୍ନ ଦେବା। ତାପରେ ହୋଲି ପର୍ବରେ ଆମେ ବାଣ ଫୁଟାଇଥାଉ। ହୋଲି ପର୍ବରେ ଆମେ ବାଣ ଫୁଟାଇଥାଉ, ତେଣୁ ଏଇଟା ଭୁଲ। ଆମେ ହୋଲି ପର୍ବରେ ବାଣ ଫୁଟାଉଛୁ କି? ଫୁଟାଉନୁ, ତେଣୁ ଏଇଟା ଭୁଲ। ତାପରେ ଆମେ ପରବର୍ତ୍ତୀ ପ୍ରଶ୍ନ 3 ନମ୍ବର ପ୍ରଶ୍ନକୁ ଆମେ ଆଲୋଚନା କରିବା। 3 ନମ୍ବର ପ୍ରଶ୍ନକୁ ଆମେ ଯିବା। ଦେଖ ପିଲାମାନେ, 3 ନମ୍ବର ପ୍ରଶ୍ନ କ'ଣ ଲେଖା ଅଛି? ଜାତୀୟ ପର୍ବ କାହାକୁ କୁହାଯାଏ? ଜାତୀୟ ପର୍ବ କାହାକୁ କୁହାଯାଏ? ଆମେ ଏହି ପାଠରେ ପଢ଼ିଲେ ଜାତୀୟ ପର୍ବ କାହାକୁ କୁହାଯାଏ? ଯେଉଁ ପର୍ବକୁ ଆମ ଦେଶର ସମସ୍ତ ଧର୍ମ
ଭାଷାଭାଷୀର ଯେଉଁ ଭାଷାଭାଷୀର ଲୋକ ପାଳନ କରନ୍ତି ତାକୁ ଜାତୀୟ ପର୍ବ ବୋଲି କୁହାଯାଏ। ଯେଉଁ ପର୍ବକୁ ଆମ ଦେଶର ସମସ୍ତ ଧର୍ମ ଭାଷାଭାଷୀର ଲୋକ ପାଳନ କରନ୍ତି ତାକୁ କୁହାଯାଏ ଜାତୀୟ ପର୍ବ। ତାପରେ ଖ ନମ୍ବର ପ୍ରଶ୍ନ, ଜାତୀୟ ପତାକାରେ କେତୋଟି ରଙ୍ଗ ଅଛି? ଜାତୀୟ ପତାକାରେ 3ଟି ରଙ୍ଗ ଅଛି। ତାପରେ ଦେଖ ଗ ନମ୍ବର ପ୍ରଶ୍ନ, ଶିଖ ମାନେ ଉପାସନା ପାଇଁ କେଉଁ ସ୍ଥାନକୁ ବା କେଉଁଠିକୁ ଯାଆନ୍ତି? ଶିଖ ମାନେ ଉପାସନା ପାଇଁ ବା ପୂଜା ପାଇଁ ଗୁରୁଦ୍ୱାରକୁ ଯାଆନ୍ତି। ଲେଖିବା ଆମେ ଗୁରୁଦ୍ୱାରକୁ ଯାଆନ୍ତି। ଏଠି ଉତ୍ତର ଲେଖିବା ଗୁରୁଦ୍ୱାରକୁ ଯାଆନ୍ତି। ତାପରେ ଘ ନମ୍ବର ପ୍ରଶ୍ନ, କେଉଁ ପର୍ବରେ ଦେବୀ ଦୁର୍ଗାଙ୍କୁ ପୂଜା କରାଯାଏ? ଉତ୍ତର ହେବ ଦଶହରା ପର୍ବରେ ଦେବୀ ଦୁର୍ଗାଙ୍କୁ ପୂଜା କରାଯାଏ। ତାପରେ ଅ ନମ୍ବର ପ୍ରଶ୍ନ, କେଉଁ ପର୍ବରେ ରଙ୍ଗ ଖେଳାଯାଏ? ଆମେ ଜାଣିଛେ ହୋଲି ପର୍ବରେ ରଙ୍ଗ ଖେଳାଯାଏ। ପିଲାମାନେ ଏହି ପର୍ବପର୍ବାଣି ବିଷୟରେ ଆମେ ଜାଣିଲେ ପଢ଼ିଲେ ଆହୁରି କ'ଣ ପର୍ବପର୍ବାଣି ଅଛି ଆମେ ଘରେ ପଚାରି ବୁଝିବା ଏବଂ ପର୍ବପର୍ବାଣି ହେଲେ ଆମ ମନ କିପରି ଆନନ୍ଦ ମୁଖରିତ ହୁଏ ତାହା ଆମେ ଜାଣିଛେ। ଘରେ ନାନା ପ୍ରକାର ପିଠାପଣାର ଆୟୋଜନ ହୋଇଥାଏ। ଆମେ ବହୁତ ମଜା କରୁ, ମନ୍ଦିରକୁ ଯାଉ। ତେଣୁ ଆମେ ଏହି ପର୍ବପର୍ବାଣି ବିଷୟରେ ଜାଣିଲେ ତେଣୁ ପରବର୍ତ୍ତୀ ସମୟରେ ଆମେ ପାଠ 9କୁ ଆଲୋଚନା କରିବା। ଜୟ ଜଗନ୍ନାଥ।